পচারি বুঝে পান্থশালা পচারি বুঝে কাহিকি লখুছ না এতিকি বুঝেছি পন্থশালা এতিকি বুঝেছি পন্থশালা অদিনী পন্থশালা খেবে পচারি বুঝে বাস্তবিক বিচিত্র দুনিয়া। জীবনটা যদি গোটাଏ নাটক ହୁଏ, ଆଜି ହଉଛି ଡାକବାଲା ମନ ଦାସ ଜୀବନ ନାଟକର ଅନ୍ତିମ ଦୃଶ୍ୟ। ଆଜି ବି ମନେ ଅଛି ଛୋଟିଆଟି ହେଇଥିଲି, ବାପାଙ୍କ ତତ୍ତ୍ୱାବଧାନରେ ସ୍କୁଲକୁ ଗଲାବେଳେ ବାପା ମୋର ଆର ପାରିକି ଚାଲିଗଲେ। ସେତେବେଳେ ସ୍କୁଲ ବହିର ବୋଝ ଅପେକ୍ଷା ବହୁ ଆଉ ଇତିର ବୋଝ ଯଥେଷ୍ଟ ଅଧିକ ଥିଲା। ପାଠ ପଢି ଡାକ ପିଅନ ଚାକିରିଟିଏ କରୁ କରୁ ଅଜାଣତରେ କେତେବେଳେ ପ୍ରେମ ହେଇଗଲା ସେ କଥା ମଧ୍ୟ ଜାଣିପାରିଲିନି। ହେଲେ ଆଜି ତାନିଆ ମ୍ୟାଡମଙ୍କ ପାଇଁ ଗୋଟାଏ ଦିନ କଣ ଆବଶ୍ୟକ ପଡ଼ିଲେ ମୋ ଶରୀରର ସବୁ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ଗୁଡାକ ମୁଁ ଦାନ କରିବାକୁ ପ୍ରସ୍ତୁତ ଅଛି। ନିଜକୁ ବଡ ଦାବି କରିପାରୁଛ ନାଇଁ? ଆରେ ଏତେ ବଡ କାମ କରିବା ପୂର୍ବରୁ ଥରୁଟିଏ ମା କଥା ଭାବିଲୁନି? ଆରେ ମୁଁ ମରିଗଲେ ତୁ ପରା ମତେ କୋକେଇରେ ବସାରେ କି ନବୁ, ସାଇ ଭାଇକି ଡାକେ ତୁ ପରା ମୋର ଶୁଦ୍ଧି କରିବୁ। କଣ ଭାଇ ତମେ ମଣିଷର ଦେବତା ହେଇଗଲେ କେହି ତମକୁ ଫୁଲ ମାଳ ପକେଇ ପୂଜା କରିବେନି, ବରଂ ରାସ୍ତା କଡ଼ର ଗୋଟେ ପଥର ଭାବି ସମସ୍ତଙ୍କୁ ପାଦରେ ଆଡ଼େଇ ଦେବେ। ଆଗରୁ ମୁଁ ଆପଣଙ୍କୁ ବିରାଜ ଭୂମିକା ଜାଣିଥିଲି, ହେଲେ ପରେ ଜାଣିଲି ଆପଣ ହଉଛନ୍ତି ମନୋଜ ଦାସ। ହେଲେ ଏବେ ଅନୁଭବ କରୁଛି ଏ ସମାଜର ମଙ୍ଗଳ ପାଇଁ ଭଗବାନ ଯେମିତି ଜନ୍ମ ନିଅନ୍ତି, ଠିକ ସେମିତି ଆପଣ। ମୁଁ ସିନା ତମ ହାତରୁ ସିନ୍ଦୁର ପିନ୍ଧି ପାରିଲିନି, ହେଲେ ପାଷାଣୀ ଅହଲ୍ୟା ପରି ମୁଁ ଅଭିଶାପରୁ ମୁକ୍ତି ପାଇଗଲି। ତତେ ତମେ ଆଜି ପ୍ରମାଣ କରିଦେବେ, ଦବାରେ ଯୋଉ ଆନନ୍ଦ ଥାଏ ତା ପାଇବାରେ ନଥାଏ। ହଁ ମନୋଜ, ତୁମେ ସମସ୍ତଙ୍କୁ ସବୁ କିଛି ଦାନ କରି ନିଜେ ସିନା କିଛି ପାଇପାରିଲନି, ହେଲେ ମୁଁ ଆଜି ମୋର ସମସ୍ତ ପ୍ରପର୍ଟି ତମ ନାଁରେ ଲେଖିଦେବି। ଯଦି କହିବ ମୋର ଗାଡ଼ି ଘୋଡ଼ା ବ୍ୟାଙ୍କ ବାଲାନ୍ସ ମୋର କମ୍ପାନୀ ସବୁ କିଛି ତମକୁ ଦେଇ ସାରିଲା ପରେ ତମେ ଯଦି ଚାହିଁବ ମୁଁ ହସି ହସି ବଳିଦାନ କରି ପାତାଳକୁ ବି ଚାଲିଯିବାକୁ ପ୍ରସ୍ତୁତ। ଦଶରଥ ବାଲ୍ମୀକି ରାମାୟଣ ଲେଖିଥିବା ମୁଁ ଶୁଣିଥିଲି, ହେଲେ ଆପଣଙ୍କ ପରି ରାମଚନ୍ଦ୍ର ପାଇଁ ରାମାୟଣ ଲେଖିଲେ ଏ ଯୁଗରେ ବି ସରିବନି। ଇଚ୍ଛା ହଉଛି ଆପଣଙ୍କ ପାଦ ଛୁଇଁ ମନୋଜ ବାବୁ କି ମନୋଜ ଭାଇ ନୁହେଁ ଓ ବାପା ବୋଲି ଡାକି। କଣ କରୁଛନ୍ତି ବିରାଜ ବାବୁ? ଝଡ଼ ବର୍ଷାକୁ ଭୟ କରି ଧାଇଁ ପାନ୍ଥଶାଳାକୁ ଧାଇଁ ଆସିଥିବା ପଥିକ ମାନଙ୍କୁ ନିଜ ଛାତି ତଳେ ଆଶ୍ରୟ ଦେବାଠୁ ମୋର କର୍ତ୍ତବ୍ୟ ନୁହଁ। ଆପଣ କହିଲେ ବିରାଜ ବାବୁ? ଆରେ ଜିତା
ଗୋଟାଏ ସାମାନ୍ୟ ଭୁଲ ବୁଝାମଣା ଆମ ଦି ଜଣ ବାଟକୁ ଅଲଗା କରିଦେଲା। ଏ କଥା ଦଉଛି ଜିତା, ଆର ଜନ୍ମକୁ ଫୁଲ ତୋଡ଼ା ଧରେ ତମରି ବାଟକୁ ମୁଁ ଚାଲି ଯାଇଥିଲି ଜିତା। नहीं ଜବାବ ଦଉଛି। नहीं मनोज তুমি কোন মোর বন্ধু সারা জীবন তুমি কোন মোর বন্ধু হই রইবো একদম ঠিক କହିଛନ୍ତି ତାନିଆ ବଡ଼। ଏ ଦୁନିଆରେ ଯେତେ ସମ୍ପର୍କ ଅଛି ସବୁଠାରୁ ବଡ଼ ସମ୍ପର୍କ ହଉଛି ବନ୍ଧୁତ୍ୱର ସମ୍ପର୍କ। ଠିକ୍ ସେମିତି କୃଷ୍ଣ ସୁଦାମଙ୍କ ସମ୍ପର୍କ ଭଳି ତମର ମୋର ସମ୍ପର୍କ ଠିକ୍ କୃଷ୍ଣ ସୁଦାମଙ୍କ ଭଳି ତାନିଆ ବଡ଼। କୃଷ୍ଣ ସୁଦାମଙ୍କ ଭଳି। ହଁ ମନୋଜ, ଏକା କାନିଆ ନୁହଁ, ଆମ ସମସ୍ତଙ୍କୁ ଆଜି ତମ ପାଖରେ ତମେ ଋଣୀ କରିଦେଲ। ତମେ ଆମମାନଙ୍କ ପାଇଁ ଯାହା ସବୁ କରିଛ, ଏ ଦୁନିଆରେ କୋଉ ପୁଅ ତା ନିଜ ପରିବାର ପାଇଁ ବି ସେତିକି କରିନଥିବ। ଇଏ ତ ଥିଲା ସ୍ୱାମୀ ବିବେକାନନ୍ଦଙ୍କର ବାଣୀ। ସ୍ୱାମୀ ବିବେକାନନ୍ଦ କହିଥିଲେ ଏ ସମଗ୍ର ବିଶ୍ୱର ପ୍ରତ୍ୟେକ ମଣିଷ ହେଉଛନ୍ତି ମୋର ପରିବାର। ଠିକ୍ ସେମିତି ଆପଣମାନେ ଯଦି କିଛି ଭାବୁଛନ୍ତି ଯେ ଏ ପାନ୍ଥଶାଳାଟା ଆପଣମାନଙ୍କ ଜୀବନ ପାଇଁ ଆପଣମାନଙ୍କ ପାଇଁ କିଛି କିଛି କରିପାରିଛି ବୋଲି ଆପଣମାନେ ସମସ୍ତେ ନିଜ ନିଜ ବାଟରେ ଚାଲିଯିବା ପୂର୍ବରୁ ଏ ଦୟାକରି ଏ ପାନ୍ଥଶାଳାଟିକୁ ବିଦାୟ ଦିଅନ୍ତୁ ଆଜ୍ଞା। ଆପଣଙ୍କ ନିକଟରେ ମୁଁ ହାତ ଯୋଡ଼ି ଅନୁରୋଧ କରୁଛି, ଦୟାକରି ଏ ପାନ୍ଥଶାଳାଟିକୁ ବିଦାୟ